ଦେଖ ଏଠି ମୋ ପାଖରେ ଏକ ଘାତ ସମୀକରଣ ଅଛି। 26 ର ଘାତ 9x ପ୍ଲସ୍ 5 ସମାନ 1। ତେବେ ଏଠି x ଜାଗାରେ ଆମେ କ'ଣ ରଖିଲେ ଆମର এই ସମୀକରଣଟି ସନ୍ତୁଷ୍ଟ ହେବ ଦେଖିବା। ତେବେ ଆମେ ଜାଣିଛନ୍ତି ଯଦି କୌଣସି ସଂଖ୍ୟାର ଘାତ 0 ହୁଏ ତେବେ ତାହା 1 ହେଇଯିବ। ତେବେ ଏଠି ଯଦି 26 ର ଘାତ 0 ହୁଏ ତେବେ ଏହା 1 ହେବ, ଅର୍ଥାତ୍ 9x ପ୍ଲସ୍ 5 ସମାନ 0। ତେବେ ଆମେ ଏହି ସମୀକରଣଟି ବର୍ତ୍ତମାନ ସମାଧାନ କରିବା। ଉଭୟ ପାର୍ଶ୍ୱରେ ଆମେ 5କୁ ବିୟୋଗ କରିବା। ତେବେ 9x ପ୍ଲସ୍ 5 ମାଇନସ୍ 5 ସମାନ 0 ମାଇନସ୍ 5। ତେବେ ପ୍ଲସ୍ 5 ମାଇନସ୍ 5 0 ହେଇଯିବ। 9x ସମାନ ମାଇନସ୍ 5। ବର୍ତ୍ତମାନ ଆମେ ଉଭୟ ପାର୍ଶ୍ୱରେ 9କୁ ହରିବା। ତେବେ 9x ବିଭକ୍ତକ 9 ସମାନ ମାଇନସ୍ 5 ବିଭକ୍ତକ 9। ତେବେ x ର ମୂଲ୍ୟ ଆମକୁ ମିଳିଲା ମାଇନସ୍ 5 ବିଭକ୍ତକ 9। ଯଦି ଆମେ x ଜାଗାରେ ମାଇନସ୍ 5 ବିଭକ୍ତକ 9କୁ ରଖିବା ତେବେ ଆମ ସମୀକରଣଟି ସନ୍ତୁଷ୍ଟ ହେବ। ତେବେ ଏଠି ମୋ ପାଖରେ ଆଉ ଏକ ଉଦାହରଣ ଅଛି। 2 ର ଘାତ 3x ପ୍ଲସ୍ 5 ସମାନ 64 ର ଘାତ x ମାଇନସ୍ 7। ତେବେ ଏଠି ଆମେ x ଜାଗାରେ କ'ଣ ରଖିଲେ ଆମ ସମୀକରଣଟି ସନ୍ତୁଷ୍ଟ ହେବ ଦେଖିବା। ତେବେ ପ୍ରଥମେ ଆମେ ଆଧାରକୁ ସମାନ କରିବା, କାରଣ ଆଧାର ଅଲଗା ଅଛି। ତେବେ ଆମେ 64କୁ 2 ର ଘାତ ଆକାରରେ ଲେଖିବା। ତେବେ ଆମେ ଜାଣିଛନ୍ତି 64 ହେଉଛି 2 ର ଘାତ 6। ତେବେ ଏହାକୁ ଆମେ ଏପରି ଲେଖିପାରିବା 2 ର ଘାତ 3x ପ୍ଲସ୍ 5 ସମାନ 2 ର ଘାତ 6 ର ଘାତ x ମାଇନସ୍ 7। ତେବେ ଯଦି କୌଣସି ସଂଖ୍ୟା ଅର୍ଥାତ୍ a ର ଘାତ ଯଦି a ର ଘାତ b ର ଘାତ c ହୁଏ ତେବେ ଏହା a ର ଘାତ b ଗୁଣନ c ହେଇଯିବ, ଅର୍ଥାତ୍ a ର ଘାତ b c ହେଇଯିବ। ତେବେ ଏଠି ମଧ୍ୟ ଆମେ 6କୁ x ମାଇନସ୍ 7 ସହିତ ଗୁଣିବା। ତେବେ 2 ର ଘାତ 3x ପ୍ଲସ୍ 5 ସମାନ 2 ର ଘାତ 6 ଗୁଣନ x ହେଇଯିବ 6x, 6 ଗୁଣନ ମାଇନସ୍ 7 ହେଇଯିବ ମାଇନସ୍ 40। ତେବେ ଆଧାର ଆମର ସମାନ ହେଇଗଲା। ବର୍ତ୍ତମାନ ଆମେ ଘାତକୁ ସମାନ କରିବା। 3x ପ୍ଲସ୍ 5 ସମାନ 6x ମାଇନସ୍ 42। ତେବେ ଆମେ ଉଭୟ ପାର୍ଶ୍ୱରେ 3x ବା 6xକୁ ବିୟୋଗ କରିପାରିବା। ତେବେ ମୁଁ ଏଠି 6xକୁ ବିୟୋଗ କରିଛି। 3x ମାଇନସ୍ 6x ପ୍ଲସ୍ 5 ସମାନ 6x ମାଇନସ୍ 6x ମାଇନସ୍ 42। ତେବେ 3x ମାଇନସ୍ 6x ହେଇଯିବ ମାଇନସ୍ 3x, ପ୍ଲସ୍ 5 ସମାନ ପ୍ଲସ୍ 6x ମାଇନସ୍ 6x ହେଇଯିବ 0 ମାଇନସ୍ 42। ତ ବର୍ତ୍ତମାନ ଆମେ ଉଭୟ ପାର୍ଶ୍ୱରେ 5କୁ ବିୟୋଗ କରିବା। ତେବେ ମାଇନସ୍ 3x ପ୍ଲସ୍ 5 ମାଇନସ୍ 5 ସମାନ ମାଇନସ୍ 42 ମାଇନସ୍ 5। ତ ପ୍ଲସ୍ 5 ମାଇନସ୍ 5 0 ହେଇଯିବ। ମାଇନସ୍ 3x ସମାନ ମାଇନସ୍ 42 ମାଇନସ୍ 5 ମିଳିଲା ଆମକୁ ମାଇନସ୍ 47। ବର୍ତ୍ତମାନ ଆମେ ଉଭୟ ପାର୍ଶ୍ୱରେ ମାଇନସ୍ 3କୁ ହରିବା। ତେବେ ମାଇନସ୍ 3x ବିଭକ୍ତକ ମାଇନସ୍ 3 ସମାନ ମାଇନସ୍ 47 ବିଭକ୍ତକ ମାଇନସ୍ 3। ତେବେ ଆମକୁ x ର ମୂଲ୍ୟ ମିଳିଲା 47 ବିଭକ୍ତକ 3। ତ ଯଦି ଆମେ x ଜାଗାରେ 47 ବିଭକ୍ତକ 3କୁ ରଖିବା ତେବେ ଆମ ସମୀକରଣଟି ସନ୍ତୁଷ୍ଟ ହେବ। ଠିକ୍ ଅଛି।